জয় শ্রী জগন্নাথ নমস্কার জেনা ভিଜन সকালের খবর ଆପଣମାନଙ୍କୁ ଜଣାଉଛି ହାର୍ଦ୍ଦିକ ଅଭିନନ୍ଦନ ସହିତ ଶୁଭକାମନା। ଆସନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଘଟଣା ଉପରେ ନଜର ପକାଇବା ପୂର୍ବରୁ କ'ଣ ରହିଛି 18 ତାରିଖ ପାଣିପାଗର ଖବର। ଆସନ୍ତୁ ପୁରା ଖବର ଉପରେ ନଜର ପକାଇ ନେବା। ଦର୍ଶକ ବନ୍ଧୁ, ଆମେ ଆପଣଙ୍କୁ କିଛି ଦୃଶ୍ୟ ମାଧ୍ୟମରେ ଦେଖାଉଛୁ। ଦର୍ଶକ ବନ୍ଧୁ, କାଳବୈଶାଖୀର କଳା ରୂପ ମଧ୍ୟ ଓଡ଼ିଶା ଉପରେ ରହିଛି। ପାଖାପାଖି ଆଉ 3 ଦିନ କି 4 ଦିନ ଭିତରେ ବର୍ଷା ମଧ୍ୟ କମିଯାଇଥିଲା ପରେ ଏବଂ କାଳବୈଶାଖୀ କମିଯାଇଥିଲା ପରେ ଦେଖିବାକୁ ମିଳୁଛି। ବର୍ତ୍ତମାନ ଯାହା ଅପଡେଟ୍ ଖବର ସାମ୍ନାକୁ ଆସୁଛି ପାଣିପାଗ ବିଭାଗ ତରଫରୁ ଆମେ ଆପଣମାନଙ୍କୁ କହି ରଖୁଛୁ ପାଖାପାଖି ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ସମ୍ଭାବନା ଅଧିକ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ, କିଛି ଦୃଶ୍ୟ ଆମେ ଲାଇଭ୍ ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଦର୍ଶକ ବନ୍ଧୁ, ଓଡ଼ିଶାରେ ଜାରି ରହିଛି ତୁହାକୁ ତୁହା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସଂକେତ ରହିଛି। ଭାରତୀୟ ପାଣିପାଗ ତାର କରିଛି। ଓଡ଼ିଶାର ପାଣିପାଗ ଖବର ଅନୁଯାୟୀ ବର୍ତ୍ତମାନ ଯାହା ଅପଡେଟ୍ ଖବର ସାମ୍ନାକୁ ଆସୁଛି, ଦର୍ଶକ ବନ୍ଧୁ, ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରହିଛି। ଏହି ସମ୍ଭାବନାକୁ ଆଖି ଆଗରେ ରଖି ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଓଡ଼ିଶାର ଅନେକ ଜିଲ୍ଲାରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ହେବ ବୋଲି ମଧ୍ୟ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ଦର୍ଶକ ବନ୍ଧୁ, ଆମେ କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଦର୍ଶକ ବନ୍ଧୁ, ଦେଖନ୍ତୁ କିପରି ଭାବରେ ବର୍ଷାର ରହିଛି ପ୍ରଭାବ। ଏହି ବର୍ଷା ପ୍ରଭାବ ଫଳରେ ବର୍ତ୍ତମାନ ଅସ୍ତବ୍ୟସ୍ତ ଲାଗୁଛି ଜୀବନ। ପ୍ରବଳ ମାତ୍ରାରେ ଦିନରେ ଗରମ ଅନୁଭୂତ ମଧ୍ୟ ଅଧିକ ହେଉଛି ଏବଂ ଏହି ଗରମରେ ସିଝୁଛି ସାରା ଓଡ଼ିଶା। ଯେତେ ଜୋରରେ ପବନ ସହିତ ପବନ ଆଜି ଯେଉଁଭଳି ଦେଖାଯାଇଛି, ହାଲକାରୁ ମଧ୍ୟମ ଧରଣର ପବନ ବହିଛି ଏବଂ ସୂର୍ଯ୍ୟଙ୍କର ଉତ୍ତପ୍ତ କିରଣ ଭୂପୃଷ୍ଠରେ ପଡ଼ୁଛି। ପ୍ରବଳ ମାତ୍ରା ମାନେ ଯେଉଁ କିରଣକୁ ନେଇ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନାକୁ ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ, କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ। ଯେଉଁଭଳି ଓଡ଼ିଶାରେ ଅନେକ ଜିଲ୍ଲାରେ ବର୍ଷା ରହିଛି ତାହା ମଧ୍ୟ ସ୍ପଷ୍ଟ ହେଉଛି। ଭଦ୍ରକ, ବାଲେଶ୍ୱର, କଟକ, ପୁରୀ, ଗଞ୍ଜାମ, ଗଜପତି, ରାଉରକେଲା, ଢେଙ୍କାନାଳ, ପାରାଦୀପ, ସମ୍ବଲପୁର, ନବରଙ୍ଗପୁର ଏହି ସ୍ଥାନମାନଙ୍କରେ ପ୍ରବଳ ବର୍ଷା ମଧ୍ୟ ହୋଇଛି। ଏହି କାଳବୈଶାଖୀ କଳା ରୂପରେ ବର୍ତ୍ତମାନ ଅଧିକ କ୍ଷତିଗ୍ରସ୍ତ ହୋଇଛି ଚାଷୀ। ଆମେ କିଛି ଦୃଶ୍ୟ ଆମେ ପୁରା ଲାଇଭ୍ ଦୃଶ୍ୟ ଆମେ ଦେଖାଉଛୁ। ଦେଖନ୍ତୁ କିପରି ଭାବରେ ସ୍ଥିତି କ'ଣ ରହିଛି କୃଷକର। ଭାଙ୍ଗିଛି ମେରୁଦଣ୍ଡ। ନିଶ୍ଚିତ ଭାବରେ ଆମେ କହିପାରିବା କୃଷି ବିଭାଗ ତରଫରୁ ଏପର୍ଯ୍ୟନ୍ତ କିଛି ସାହାଯ୍ୟର ହାତ ମିଳିନଥିଲେ ମଧ୍ୟ ଦେଖନ୍ତୁ କିପରି ଚାଷୀଟି ତାର କଲରା ବାଡ଼ିରେ ଇତି ପାଣିରେ କଲରା ମଧ୍ୟ ଦେଖାଯାଉନି, ଅଣ୍ଡାଳିକି ପାଉନି କଲରା କେଉଁଠି ଜାଗାରେ ଅଛି। ଏ ଦୃଶ୍ୟ ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଦର୍ଶକ ବନ୍ଧୁ, ଦେଖନ୍ତୁ କିପରି ରହିଛି ଭୟଙ୍କର ଦୃଶ୍ୟ। ଆଣ୍ଠୁଏ ଆଣ୍ଠୁଏ ପାଣି। ଆମେ ଯେଉଁ ଭିଜୁଆଲ ମାଧ୍ୟମରେ ଦେଖାଉଛୁ, ଇଏ ହେଉଛି ଅନେକ ଜିଲ୍ଲାରେ ଯେଉଁଭଳି ରହିଛି। ଆମେ ସ୍ପଷ୍ଟ ଭଦ୍ରକ ଜିଲ୍ଲା ବାସୁଦେବପୁରରେ ଦେଖୁଛୁ ଏଭଳି ଦୃଶ୍ୟ। କାଳବୈଶାଖୀରେ କରାଳ ରୂପ କିପରି ଥିଲା। ଅଧିକାଂଶ ସ୍ଥାନରେ ବର୍ଷା ସହିତ ବିଜୁଳି ଘଡ଼ଘଡ଼ି ସହିତ ବର୍ଷାର ମଧ୍ୟ ସମ୍ଭାବନାକୁ ନେଇ ଆମେ କିଛି ଲାଇଭ୍ ଭିଜୁଆଲ ମାଧ୍ୟମରେ ଆମେ ଦେଖାଉଛୁ। ଦେଖନ୍ତୁ ପନିପରିବା କିପରି ପାଣିରେ ଭିଜୁଛି ଏବଂ ଏତେ ଜୋରରେ ପାଣି ହେଇଛି, କୌଣସି ଯେଉଁଭଳି ପନିପରିବା ରଖିଛନ୍ତି ତା ଗଛ ମଧ୍ୟ ମରିବା ସଙ୍ଗେ ସଙ୍ଗେ ଫଳ ମଧ୍ୟ ହାଲକାରୁ ମଧ୍ୟମ ଧରଣର ଯେଉଁ ଫଳ ଅଛି ତାହା ମଧ୍ୟ ଏହି ଫଳ ବୁଡ଼ିକି ରହୁଛି ପାଣିରେ ଏବଂ ଲଗାତାର ଭାବରେ ଯେଉଁ ବର୍ଷା ଓଡ଼ିଶା ଉପରେ ରହିଛି ତାକୁ ନେଇ ଆକଳନ କରୁଛି ଭାରତୀୟ ପାଣିପାଗ ବିଭାଗ। ପାଖାପାଖି ଆହୁରି 4ରୁ 5 ଦିନ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ, କିଛି ଦୃଶ୍ୟ ମାଧ୍ୟମରେ ଆମେ ଆପଣମାନଙ୍କ ପାଖରେ ରଖୁଛୁ। ଦର୍ଶକ ବନ୍ଧୁ, ଦେଖନ୍ତୁ କ'ଣ ରହିଛି ଏହାର ସ୍ଥିତି ଏବଂ ଓଡ଼ିଶା ସରକାରଙ୍କ ତରଫରୁ ଯେଉଁଭଳି ଦିଆଯାଇଛି ସତର୍କ ଘଣ୍ଟି ମଧ୍ୟ ଦିଆଯାଇଛି ଏବଂ ଓଡ଼ିଶାରେ ଅନେକ ଜିଲ୍ଲାରେ ତୁହାକୁ ତୁହା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ରଖି ଭାରତୀୟ ପାଣିପାଗ ତାର ପୂର୍ବାନୁମାନ କରିଛି। ଦର୍ଶକ ବନ୍ଧୁ, କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ ଦେଖାଉଛୁ ଚିତ୍ର। ଏହି ଚିତ୍ର ହେଉଛି ଆପଣ ଦେଖନ୍ତୁ କେତେ ଜୋରରେ ମଧ୍ୟ ତୁହା ତୁହା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଦେଖିବାକୁ ମିଳୁଛି। ଦର୍ଶକ ବନ୍ଧୁ, ଏଭଳି ଏକ ପରିସ୍ଥିତି ଯେଉଁଭଳି କୃତ୍ରିମ ବନ୍ୟା ସୃଷ୍ଟି ହେଉଛି ଓଡ଼ିଶାରେ, ତାକୁ
କିପରି ଭାବରେ ପ୍ରତିହତ କରାଯାଇପାରିବ ଏବଂ କିପରି ଲୋକମାନଙ୍କ ସେବାରେ ଲାଗିପାରିବ ତାହା ମଧ୍ୟ ସ୍ଥିର କରୁଛନ୍ତି ସରକାର। ଖୁବ୍ ଶୀଘ୍ର ଯେଉଁମାନେ ଲେଟ୍ରେ ଅଛନ୍ତି ତାହା ମଧ୍ୟ ୟାକୁ ଅନୁସନ୍ଧାନ କରୁଛନ୍ତି ପାଣିପାଗ ମାନେ ତାହା ମଧ୍ୟ ସ୍ପଷ୍ଟ ହେଉଛି। ଏଥିରୁ ବାରି ହେଉଛି ପାଖାପାଖି ଆହୁରି 1ରୁ 2 ଦିନ ଧରି ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବାରୁ ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି। ଦର୍ଶକ ବନ୍ଧୁ ଆମେ ଦେଖୁଛୁ ଗ୍ରୀଷ୍ମ ପ୍ରଭାବ ଯେତେବେଳେ ଓଡ଼ିଶା ଉପରେ ରହୁଛି ନା ନିଶ୍ଚିତ ଭାବରେ ଆମେ କିଛି ଜିଲ୍ଲା ଭଦ୍ରକ ଆଉ ବାଲେଶ୍ୱରକୁ ଯଦି ଆମେ କମ୍ପେୟାରବୁଲ୍ କରିବା ନିଶ୍ଚିତ ଭାବରେ ଭଦ୍ରକରେ ପ୍ରବଳ ବର୍ତ୍ତମାନ ଆଜି ଯେଉଁଭଳି ଦେଖାଯାଇଛି ଟେମ୍ପରେଚର ମଧ୍ୟ ହାଇ ରହିଛି, କିନ୍ତୁ ବାସୁଦେବପୁର ଭଦ୍ରକ ଏହି ସ୍ଥାନମାନଙ୍କରେ ପ୍ରବଳ ଗରମ ସହିତ ଗୁଳୁଗୁଳି ମଧ୍ୟ ଦେଖିବାକୁ ମିଳୁଛି। ଦର୍ଶକ ବନ୍ଧୁ ଏଭଳି ଏକ ସ୍ଥିତିରେ ଓଡ଼ିଶାରେ ରହିଛି ଏକ ଯେଉଁ ରହିଛି ତାହାର ମଧ୍ୟ କିଛି ଦୃଶ୍ୟ ଆମେ ସାମ୍ନାକୁ ନେଉଛୁ। ଦର୍ଶକ ବନ୍ଧୁ କିପରି ଭାବରେ ଏଠି ରହିଛି ପାଣିପାଗର ଖବର ମଧ୍ୟ ରହିଛି, ପାଣିପାଗ ତରଫରୁ ଦିଆଯାଇଛି ସତର୍କ ଘଣ୍ଟି ମଧ୍ୟ ଦିଆଯାଇଛି, ତାହା ମଧ୍ୟ ସ୍ପଷ୍ଟ ହେଉଛି ଚିତ୍ର। ଅନେକ ଜାଗାରେ ତୁହାକୁ ତୁହା ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ଆଖି ଆଗରେ ରଖି ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି। ଦର୍ଶକ ବନ୍ଧୁ ଆମେ କିଛି ଭିଜୁଆଲ ମାଧ୍ୟମରେ ଆମେ ସ୍ପଷ୍ଟ ଚିତ୍ର ଦେଖାଉଛୁ କିପରି ଓଡ଼ିଶାରେ ରହିଛି ଏହାର ସଙ୍ଗୀନ ଅଭିଯୋଗ। କିନ୍ତୁ ଆମେ ଗୋଟିଏ କଥା କହିପାରିବା, ଯେଉଁଭଳି ଭାବରେ ଏକ ଯେଉଁ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ଏଭଳି ପରିସ୍ଥିତି ମଧ୍ୟ ଓଡ଼ିଶା ଉପରେ ଦେଖିବାକୁ ମିଳୁଛି। ପାଖାପାଖି ଆହୁରି 4ରୁ 5 ଦିନ ପର୍ଯ୍ୟନ୍ତ କରାଳ ରୂପ ଦେଖିବ ଯେଉଁ କାଳବୈଶାଖୀ ଏବଂ କାଳବୈଶାଖୀକୁ ନେଇ ସତର୍କ ସୂଚନା ମଧ୍ୟ ଜାରି କରିଛି। ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନାକୁ ଅଧିକା ଦେଖି ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି। କାରଣ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନା ଥିବାରୁ ଓଡ଼ିଶାର ପାଣିପାଗ ଖବର ଅନୁଯାୟୀ ତାହା ମଧ୍ୟ ଦେଖିବାକୁ ମିଳିଛି। କିନ୍ତୁ ଅନେକ ଜିଲ୍ଲାରେ ଯେଉଁଭଳି ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ମଧ୍ୟ ଓଡ଼ିଶାରେ ଅନେକ ଜାଗାରେ ବର୍ଷା ମଧ୍ୟ ଜାରି ରହିବ। ପାଖାପାଖି ଆଉ 2 ଦିନ 3 ଦିନ ପରେ ଓଡ଼ିଶାରେ ପ୍ରବଳ ବର୍ଷା ଏବଂ ବିଜୁଳି ଘଡ଼ଘଡ଼ି ସହିତ ବର୍ଷା ସମ୍ଭାବନାକୁ ନେଇ ଭାରତୀୟ ପାଣିପାଗ ତାର ପୂର୍ବାନ କରିଛି। ଓଡ଼ିଶାରେ ଅନେକ ଜାଗାରେ ମଧ୍ୟ ବର୍ଷା ବିଜୁଳି ଘଡ଼ଘଡ଼ି ସହିତ ହେବାର ମଧ୍ୟ ସମ୍ଭାବନା ଅଛି। ଏନେଇ ପାଣିପାଗ ବିଭାଗ ତରଫରୁ ସତର୍କ ସୂଚନା ମଧ୍ୟ ଜାରି କରିଛି। ପାଖାପାଖି ବର୍ଷା ଏବଂ ଗୁଳୁଗୁଳି ଦେଖିବାକୁ ମିଳୁଛି। ପ୍ରବଳ ମାତ୍ରାରେ ଏହା ସଚେତନ କରିଛନ୍ତି ସମସ୍ତଙ୍କୁ।